ସ୍ୱାଗତ କରୁଛି ଆପଣମାନଙ୍କୁ ଆମ ଚ୍ୟାନେଲ କଥାମୃତକୁ। ସେ ଅନେକର ଏକ ଏବଂ ଏକରେ ଅନେକ, ଆଦି ଅନାଦି, ନିର୍ଗୁଣ ସଗୁଣ, ଇଚ୍ଛାମୟ ସ୍ୱତନ୍ତ୍ର ଈଶ୍ୱର ଜଗତର ନାଥ ଶ୍ରୀ ଜଗନ୍ନାଥ। ତାଙ୍କର ରୂପ ଗୁଣ କୀର୍ତ୍ତି ସସୀମ ନୁହେଁ ଅସୀମ, ସୀମାବଦ୍ଧ ନୁହେଁ ସୀମାହୀନ। ତାଙ୍କୁ କିଏ କୁହେ କୋଟି ବ୍ରହ୍ମାଣ୍ଡର ପାଳନ କର୍ତ୍ତା, ଆନନ୍ଦ ବ୍ରହ୍ମ, ଅସଂଖ୍ୟ ଅବତାରର ଜନକ, ପତିତ ପାବନ, ଅଗତିର ଗତି। 16 କଳା ଯୁକ୍ତ ତ ଆଉ କାହା ଦୃଷ୍ଟିରେ ସେ ନୀଳାଦ୍ରିନାଥ, ପ୍ରବଳ ମତବାରଣ, ପୁରୁଷ ପୁଙ୍ଗବ, ପୁରୁଷୋତ୍ତମ ଏବଂ ଦାରୁ ଦେବତା। ଶ୍ରୀ ଜଗନ୍ନାଥ ବେଦ, ବେଦାନ୍ତ ଓ ତନ୍ତ୍ରର ମହାମିଳନ, ତତ୍ତ୍ୱ ତଥା ସମସ୍ତ ସଂସ୍କୃତିର ସମନ୍ୱିତ ରୂପ। ସେଥିପାଇଁ ତାଙ୍କର ନାମ ଓ ଧାମ ଅଭିନ୍ନ। ସେ ପୁରାଣ ପୁରୁଷ ପୁରୁଷୋତ୍ତମ ରୂପେ ବିଶ୍ୱ ପ୍ରସିଦ୍ଧ। ଶ୍ରୀମଦ୍ ଭଗବତ ଗୀତାରେ ଉଲ୍ଲେଖ ଅଛି, ଅତୋସ୍ମିନ୍ ଲୋକେ ବେଦେ ଚ ପ୍ରସିଦ୍ଧଃ ପୁରୁଷୋତ୍ତମଃ। କପିଳ ସଂହିତା ମଧ୍ୟ କ୍ଷେତ୍ରରାଜ ଏବଂ କ୍ଷେତ୍ରାଧୀଶଙ୍କୁ ଏକ ତଥା ଅଭିନ୍ନ ଭାବରେ ଗ୍ରହଣ କରିଛି। ଶ୍ରୀ ଜଗନ୍ନାଥ ସବୁ କଳ୍ପନାର ବ୍ୟତିକ୍ରମ ହୋଇଥିବାରୁ ମଣିଷମାନଙ୍କ ଦୃଷ୍ଟିରେ ସେ ଅତ୍ୟନ୍ତ ରହସ୍ୟମୟ ଦେବତା। ସେ କ୍ଷର ଓ ଅକ୍ଷର ଉଭୟର ଅତୀତ, ଚୈତନ୍ୟମୟ, ଶୁଦ୍ଧ ସନାତନ। ସୃଷ୍ଟି ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ଶ୍ରୀ ଜଗନ୍ନାଥଙ୍କଠାରେ ବ୍ରହ୍ମର ସମସ୍ତ ଲକ୍ଷଣ ବିରାଜମାନ କରିଥିବାରୁ ସେ ବ୍ରହ୍ମସ୍ୱରୂପୀ ଦାରୁବ୍ରହ୍ମ, ଅନେକତ୍ର ଦାରୁଦେବତା ଭାବରେ ମଧ୍ୟ ଆଖ୍ୟାୟିତ। ସେଥିପାଇଁ ତାଙ୍କୁ ଶାକ୍ତ, ଗାଣପତ୍ୟ, ବୈଷ୍ଣବ, ସୌର, ବୌଦ୍ଧ, ଜୈନ, ଶୈବ ପ୍ରଭୃତି ନିଜର ଉପାସ୍ୟ ଦେବତା ରୂପେ ଗ୍ରହଣ କରିଛନ୍ତି। ସେ ସବୁ ମତ, ସବୁ ପଥ ଏବଂ ସବୁ ତତ୍ତ୍ୱର ଊର୍ଦ୍ଧ୍ୱରେ। ସମସ୍ତ ଧର୍ମ ସମ୍ପ୍ରଦାୟ ପରମ୍ପରାର କେନ୍ଦ୍ରବିନ୍ଦୁ ଶ୍ରୀ ଜଗନ୍ନାଥ ହୋଇଥିବାରୁ ଜନତାଙ୍କର ପ୍ରଚଳିତ ଧର୍ମାଚରଣ ଓ ପୂଜା ପଦ୍ଧତିରେ ସେ ପ୍ରତିଫଳିତ। ରହସ୍ୟମୟ ସେ, ତାଙ୍କ ରହସ୍ୟ ଭେଦ କରିବା ସମ୍ପୂର୍ଣ୍ଣ ଅସମ୍ଭବ। ସେଥିପାଇଁ ପରା କୁହାଯାଇଛି, ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ ଦେବାନ ଜାନାତି କୁତଃ ମନୁଷ୍ୟ। ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ନିର୍ଦ୍ଦିଷ୍ଟ ପୁରାଣ ରଚନା କରାଯାଇ ନାହିଁ, କାରଣ ସେ ହେଉଛନ୍ତି ପୁରାଣ ପୁରୁଷ, ଧର୍ମଶାସ୍ତ୍ରମାନଙ୍କର ଊର୍ଦ୍ଧ୍ୱରେ। ତେଣୁ ସେ ହେଲେ ସର୍ବଧର୍ମ ସମନ୍ୱୟକାରୀ। ପୃଥିବୀର କୌଣସି ଦେବତା ତାଙ୍କଠାରୁ ପ୍ରାଚୀନ ମନେ ହୁଅନ୍ତି ନାହିଁ। ସେ ହିଁ ବାସ୍ତବରେ ପ୍ରକୃତି ପୁରୁଷର ମିଳିତ ତନୁ, ପରମବ୍ରହ୍ମ ପୁରୁଷୋତ୍ତମ। ତନ୍ତ୍ରଜାମୂଳରେ ଉଲ୍ଲେଖ ଅଛି, ଭାରତେ ଚତ୍କୋଳେ ଦେଶେ ଭୂସ୍ୱର୍ଗେ ପୁରୁଷୋତ୍ତମେ ଦାରୁରୂପୀ ଜଗନ୍ନାଥ ଭକ୍ତନାମ ଭୟପ୍ରଦଃ। ସିଏ ସର୍ବନାମ, ଯିଏ ଯେଉଁ ନାମରେ ଡାକିଲେ ସେ ଶୁଣିପାରନ୍ତି। ଭକ୍ତ ପାଇଁ ଅସ୍ଥିର ହୋଇ ଉଠେ ରତ୍ନସିଂହାସନ। ଶ୍ରୀ ଜଗନ୍ନାଥ ଭାବକୁ ନିକଟ, ଅଭାବକୁ ଦୂର। ତାଙ୍କୁ ଯିଏ ଯେଉଁ ରୂପରେ ସ୍ମରଣ କରେ ସିଏ ସେହି ରୂପରେ ଆସି ଦେଖା ଦିଅନ୍ତି। ନବଧା ଭକ୍ତିରେ ବନ୍ଧା, ଦାସ୍ୟ ସଖ୍ୟ ଆତ୍ମସମର୍ପଣ ଦ୍ୱାରା ଭକ୍ତ ତାଙ୍କୁ ବାନ୍ଧି ରଖେ। ବାଧ୍ୟ ହୁଅନ୍ତି ଜଗନ୍ନାଥ ଭକ୍ତର ମାନ ରଖିବାକୁ। ଇଏ ତ ଭକ୍ତ ଭଗବାନଙ୍କ ମଧ୍ୟରେ ସମ୍ପର୍କର କଥା। ହେଲେ ତାଙ୍କର ରହସ୍ୟ ଭେଦ କରିବା କାଠିକର ପାଠ। ତାଙ୍କର ସ୍ୱରୂପ ତାଙ୍କୁ ହିଁ କେବଳ ଜଣା। ତତ୍ତ୍ୱ ଏବଂ ଭକ୍ତି ଦୁଇଟି ଭିନ୍ନ କଥା, ସମ୍ପୂର୍ଣ୍ଣ ବିପରୀତ ଧର୍ମୀ। ଭକ୍ତି ଏକ ସହଜ ସରଳ ମାର୍ଗ। ଏଥିରେ ତତ୍ତ୍ୱର ଜଟିଳତା ପ୍ରବେଶ କରିପାରେ ନାହିଁ। କିନ୍ତୁ ସମୟେ ସମୟେ ଜଗନ୍ନାଥ ଏତେ ବିସ୍ମୟକର ମନେ ହୁଅନ୍ତି ଯେ ତତ୍ତ୍ୱ ଭିତରକୁ ପଶିବାକୁ ବାଧ୍ୟ ହେବାକୁ ପଡ଼େ। ଶ୍ରୀ ଜଗନ୍ନାଥ ଦାରୁ ଦେବତା। ଏହା ଦାରୁ ବୃକ୍ଷର ଏକ ନାମାନ୍ତର ମାତ୍ର। ପ୍ରାଥମିକ ସ୍ତରରେ ଦାରୁ ଥିଲେ ଆଦିବାସୀମାନଙ୍କ ଆରାଧ୍ୟ। ବୃକ୍ଷଠାରେ ଦୟା, କ୍ଷମା
ତିତିକ୍ଷା ଆଦି ଗୁଣ ଏକତ୍ର ସଂଗଠିତ। ଖାଦ୍ୟ, ପରିଧେୟ, ଆଶ୍ରୟ ଆଦିମ ଅଧିବାସୀମାନେ ଦାରୁ ବା ବୃକ୍ଷଠାରୁ ଲାଭ କରିଥିବାରୁ ଆଦିବାସୀ ମୁଖ୍ୟତଃ ଶବର ଜାତୀୟ ମଣିଷ ବୃକ୍ଷକୁ ସର୍ବମଙ୍ଗଳକାରକ ଦେବତା ଜ୍ଞାନରେ ପୂଜା କରୁଥିଲେ। ସମୟକ୍ରମେ ସାବରୀ ସଂସ୍କୃତିର ବିକଶିତ ରୂପ ବ୍ରହ୍ମ ରୂପେ ସ୍ୱୀକୃତି ଲାଭ କଲା। ଋଗ୍ବେଦରେ ସିନ୍ଧୁ ତୀରବାସୀ ଦାରୁ ବ୍ରହ୍ମଙ୍କ ବିଷୟରେ କୁହାଗଲା। ଅଦୋ ଯଦାରୁ ପ୍ଲବତେ ସିନ୍ଧୋଃ ପାରେ ଅପୁରୁଷଂ ତଦାରଭସ୍ୟ ଦୁର୍ହୁଣ ତେନ ଗଛ ପରସ୍ଥଳମ୍। ବନ୍ଧୁମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ବଟନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କ ପାଖରେ ସବୁ ଭିଡ଼ିଓର ନୋଟିଫିକେସନ୍ ପହଞ୍ଚି ପାରିବ। ଲାଇକ୍ କରିବେ, ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାଇବେ ଏବଂ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିବାକୁ ଜମାରୁ ଭୁଲିବେନି। ଋଗ୍ବେଦ ପୃଥିବୀର ସର୍ବପ୍ରଥମ ରଚନା। ଏହା ପରେ ପରେ ଅନ୍ୟ ବେଦ ପୁରାଣ ସୃଷ୍ଟି ହୋଇଛନ୍ତି, କିନ୍ତୁ ଏମାନଙ୍କ ଠାରୁ ପୁରୁଣା ହେଉଛି ଆଦିବାସୀ ସଂସ୍କୃତି। ଦ୍ରାବିଡ଼ ଓ ଆର୍ଯ୍ୟମାନଙ୍କ ଆଗମନର ବହୁକାଳ ପୂର୍ବରୁ ଏ ଦେଶ ଆଦିବାସୀମାନଙ୍କ ଦ୍ୱାରା ଅଧ୍ୟୁଷିତ ଥିଲା। ନିଷ୍କପଟ, ନିରାଡ଼ମ୍ବର, ଶାନ୍ତିପ୍ରିୟ, ସ୍ୱାଧୀନଚେତା ଆଦିବାସୀମାନେ ଜୀବନ ସଂଗ୍ରାମରେ ଆର୍ଯ୍ୟ ଓ ଦ୍ରାବିଡ଼ମାନଙ୍କ ଦ୍ୱାରା ପରାସ୍ତ ହୋଇ ପାହାଡ଼, ପର୍ବତ, ବଣ, ଜଙ୍ଗଲ ପ୍ରଭୃତି ପ୍ରକୃତିର ଶାନ୍ତିପୂର୍ଣ୍ଣ ଅରଣ୍ୟ ଉପତ୍ୟକାରେ ଆଶ୍ରୟ ନେଲେ। ବୃକ୍ଷ ବା ଦାରୁଠାରୁ ଅଶେଷ ଉପକାର ପାଉଥିବାରୁ ସେମାନେ ବୃକ୍ଷ ପୂଜାକୁ ବଞ୍ଚାଇ ରଖିଲେ। ଦୀର୍ଘ ଦିନର ପରମ୍ପରାକୁ ଆଖି ଆଗରେ ରଖି ଆମ୍ଭେମାନେ ଶ୍ରୀ ଜଗନ୍ନାଥଙ୍କୁ ଶବର ଦେବତା ରୂପେ ମାନି ନେଇଛୁ। ପୁରାଣ ଓ ଲୋକକଥାର ବହୁ ଦୃଷ୍ଟାନ୍ତ ଦେଇ ତାଙ୍କୁ ଆର୍ଯ୍ୟତର ସମ୍ପ୍ରଦାୟର ଏକ ଆରାଧ୍ୟ ଦେବତା ରୂପେ ବୁଝିଛୁ। କିମ୍ବଦନ୍ତୀ କହେ, ଶବର ରାଜା ବିଶ୍ୱାବସୁଙ୍କ ଦ୍ୱାରା ପୂଜିତ ନୀଳମାଧବ ରାଜା ଇନ୍ଦ୍ରଦମ୍ନଙ୍କ ଦ୍ୱାରା ଶ୍ରୀମନ୍ଦିରରେ ଜଗନ୍ନାଥ ଭାବରେ ପୂଜା ପାଇଲେ। ଇନ୍ଦ୍ରଦମ୍ନ ପ୍ରସଙ୍ଗ ଅନ୍ୟତ୍ର ବିସ୍ତୃତ ଭାବରେ ଆଲୋଚନା କରାଯାଇଛି। ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଦର୍ଶନ କଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ସେ କୁମ୍ଭିତ କିମାକାର ମନେ ହୁଅନ୍ତି। ଚକ୍ରାକାର ଦୁଇଟି ବଡ଼ ବଡ଼ ଆଖିରେ କେବଳ ଚାହିଁଛନ୍ତି। ଚାଲିବାକୁ ପାଦ ନାହିଁ, ଶୁଣିବାକୁ କାନ ନାହିଁ, କଥା କହିବାକୁ ପାଟି ଥାଇ ମଧ୍ୟ ନଥିଲା ପରି, ତଥାପି ସେ ହେଉଛନ୍ତି ଜଗତର ନାଥ। ସେ ବିଚିତ୍ର ପରିକଳ୍ପନା ସମସ୍ତଙ୍କୁ ବିସ୍ମୟାଭିଭୂତ କରେ। ଯିଏ ନିରାକାର, ତାଙ୍କୁ ଆକାର ଭିତରେ ସୀମାବଦ୍ଧ କରିବା ସମ୍ଭବ ହେବ କିପରି? ସେଥିଯୋଗୁଁ ସେ ପରମ ବ୍ରହ୍ମ। ଶ୍ୱେତାଶ୍ୱେତ ଉପନିଷଦରେ ତାଙ୍କର ସ୍ୱରୂପ ସମ୍ପର୍କରେ ଏକ ସୁନ୍ଦର ଶ୍ଲୋକ ବର୍ଣ୍ଣିତ ହୋଇଛି। ତାହା ହେଲା, ଆପାଣିପାଦୋ ଯବନ ଗ୍ରହୀତା ପଶ୍ୟତ୍ୟ ଚକ୍ଷୁଃ ଶୃଣୋତ୍ୟ କର୍ଣ୍ଣଃ ସ ବେତି ବେଦ୍ୟଂ ନ ଚ ତସ୍ୟାସ୍ତୁ ବେତା ତମାହୁରଗ୍ରମ୍ ପୁରୁଷಂ ମହାନ୍ତମ୍। ଅର୍ଥାତ୍ ସେହି ପରମ ବ୍ରହ୍ମଙ୍କର ହାତ ନାହିଁ, କିନ୍ତୁ ସେ ସମସ୍ତ ବସ୍ତୁ ସହଜରେ ଗ୍ରହଣ କରିପାରନ୍ତି। ତାଙ୍କର ପାଦ ନାହିଁ, କିନ୍ତୁ ସେ ଦ୍ରୁତ ଗତିରେ ବହୁ ଦୂର ଗମନ କରିପାରନ୍ତି। ତାଙ୍କର ଚକ୍ଷୁ ନାହିଁ, କିନ୍ତୁ ସମଗ୍ର ବିଶ୍ୱକୁ ଦେଖୁଛନ୍ତି। ତାଙ୍କର କର୍ଣ୍ଣ ନଥିଲେ ବି ସେ ସମସ୍ତ ଶବ୍ଦ ଶୁଣିପାରନ୍ତି। ଯାହା କିଛି ଜାଣିବା କଥା ସେସବୁ ଜାଣିପାରନ୍ତି। ତାଙ୍କ ପରି କେହି ଜାଣିପାରନ୍ତି ନାହିଁ ଏବଂ ତାଙ୍କୁ ମଧ୍ୟ କେହି ଜାଣିପାରନ୍ତି ନାହିଁ। ଅନେକ ପୁରାଣ ତଥା କେତେକ ଶାସ୍ତ୍ରରେ ଜଗନ୍ନାଥଙ୍କୁ ବୁଦ୍ଧ ରୂପେ ଗ୍ରହଣ କରାଯାଇଛି। ପରମାତ୍ମା ପୃଥିବୀର ପରିତ୍ରାଣ ନିମନ୍ତେ ବାରମ୍ବାର ଏହି ଧରାଧାମରେ ଅବତୀର୍ଣ୍ଣ ହୋଇଥାନ୍ତି। ଜୟଦେବ ତାଙ୍କର 10ଟି ଅବତାର କହିଛନ୍ତି। ଶ୍ରୀମଦ୍ ଭାଗବତରେ ତାଙ୍କର 22ଟି ଅବତାର ପ୍ରସଙ୍ଗ ବର୍ଣ୍ଣିତ। 10 ଅବତାର ମଧ୍ୟରେ ଶ୍ରୀ ଜୟଦେବ ମହାତ୍ମା ବୁଦ୍ଧଙ୍କୁ 9ମ ଅବତାର ଭାବରେ ଉଲ୍ଲେଖ କରିଛନ୍ତି। ତାଙ୍କ ଦୃଷ୍ଟିରେ ଭଗବାନ ମୀନ ଅବତାରରେ ଅଥଳ ସମୁଦ୍ର ପାଣିରେ ମାଛ ହୋଇ ସହସ୍ର ସହସ୍ର ଯୋଜନ ଅତିକ୍ରମ କଲେ।
ବେଦ ଉଦ୍ଧାର ହେଲା। କୁର୍ମ ରୂପରେ ନିଜ ପିଠିରେ ଧରଣୀକୁ ଧାରଣ କଲେ। ଦନ୍ତାଗ୍ରରେ ଧରଣୀକୁ ଟେକି ଧରିଲେ। ଶୂକର ରୂପରେ ନୃସିଂହ ଅବତାର ଗ୍ରହଣ ପୂର୍ବକ ଖମ୍ବରୁ ବାହାରି ହିରଣ୍ୟାକ୍ଷର ବକ୍ଷ ବିଦୀର୍ଣ୍ଣ କଲେ। ବାମନ ହୋଇ ବଳିଦ୍ୱାରରେ ଭିକ୍ଷା ମାଗିଲେ। 21 ବାର ପୃଥିବୀକୁ ନିକ୍ଷତ୍ରି କରି ରୁଧିରର ତର୍ପଣ କରିଥିଲେ। ଭୃଗୁପତି ରୂପରେ ରାମ ଅବତାରରେ ସମୁଦ୍ରରେ ବନ୍ଧ ବାନ୍ଧି 10 ଶିରକୁ ବିନାଶ କରି ସୀତାଙ୍କୁ ଉଦ୍ଧାର କଲେ। ହଳ ଲଙ୍ଗଳ ଧରି ହସ୍ତିନା ତାଡ଼ିଲେ। ସମୁଦ୍ର ଅବରୋଧ କଲେ। ମହାଭାରତ ଯୁଦ୍ଧ ଦେଖିଲେ। ଏବେ ତାଙ୍କର ବୌଦ୍ଧ ଅବତାର। ସେ ବହୁ କ୍ଳାନ୍ତ ବିମର୍ଷ। ତେଣୁ ସେ ଠାକୁର ହୋଇ ଚତୁର୍ଦ୍ଧା ମୂର୍ତ୍ତି ରୂପରେ ଶ୍ରୀକ୍ଷେତ୍ରରେ ବସିବା ପାଇଁ ନିଷ୍ପତ୍ତି ନେଲେ। ତେଣୁ ସେ ରାଜାଙ୍କୁ କହିଲେ, ରାଜା ହୋଇଲ କି ବାଇ, କଳିଯୁଗେ ବସିବୁ ବୌଦ୍ଧ ରୂପ ହୋଇ। ଶ୍ରୀ ଜଗନ୍ନାଥଙ୍କୁ ଏପରି ଦୃଷ୍ଟିରେ ଦେଖିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ନ ହେଲେ ମଧ୍ୟ କେତେକାଂଶରେ ସତ୍ୟ ମନେ କରାଯାଇପାରେ। ଶ୍ରୀ ଜୟଦେବଙ୍କ କୃତ ସରସ କୋମଳକାନ୍ତ ପଦାବଳୀ ଶ୍ରୀଗୀତ ଗୋବିନ୍ଦରେ ବୁଧଙ୍କୁ ପଶୁବଳି ତ ଯଜ୍ଞ ବିରୋଧୀ ବୋଲି ବର୍ଣ୍ଣନା କରାଯାଇଛି। ଏହା ଠିକ୍ ହୋଇନପାରେ, କାରଣ ଶ୍ରୀମନ୍ଦିରରେ ଯଜ୍ଞର ପ୍ରଭାବ ଅଛି। ନବକଳେବର ସମୟରେ ପ୍ରଭୁଙ୍କର ବନଯାଗ ଉତ୍ସବ ନୃସିଂହ ମନ୍ତ୍ରରେ ହେଉଥିବା ପ୍ରାଣ ପ୍ରତିଷ୍ଠା ହୋମକୁ ଯଜ୍ଞର ବିରୋଧାଭାସ ମନେ କରାଯିବା ଅନୁଚିତ। ଶ୍ରୀମନ୍ଦିରରେ ଜୟ ବିଜୟ ପୂଜା ପରେ ରୋଷଶାଳାରେ ହୋମ ଅନୁଷ୍ଠିତ ହୁଏ ଏବଂ ପରେ ପରେ ମନ୍ଦିରର ଦୈନନ୍ଦିନ କାର୍ଯ୍ୟ ଯଥାରୀତି ଚାଲେ। ଏତତ୍ ଭିନ୍ନ ଶ୍ରୀମନ୍ଦିରର ଜଗମୋହନ ଗାତ୍ରରେ ହୋମର ଏକ ଚିତ୍ର ଅଙ୍କିତ, ଯେଉଁଥିରେ ସପ୍ତଶିଖା ବିଶିଷ୍ଟ ଯଜ୍ଞକୁଣ୍ଡରୁ ଶ୍ରୀନୃସିଂହ, ସୁଭଦ୍ରା, ବଳଭଦ୍ର ପ୍ରଭୃତିଙ୍କୁ ଧାରଣ କରି ଆବିର୍ଭୂତ ହୋଇଛନ୍ତି। ପଶୁବଧ ପ୍ରଚଳନ ଏବେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦିନ ଶ୍ରୀମନ୍ଦିରରେ ରହିଛି। ଦଶହରା ସମୟରେ ବିମଳାଙ୍କ ନିକଟରେ ବଳି ପଡ଼େ। ଓଡ଼ିଶାର ଏହା ଏକ ପ୍ରାଚୀନ ଶକ୍ତିପୀଠ। ମତ୍ସ୍ୟ ପୁରାଣରେ ଉଲ୍ଲେଖ, ବିମଳା ପୁରୁଷୋତ୍ତମୀ। ବିମଳା ତନ୍ତ୍ରର ଦେବତା। ଅନେକଙ୍କ ମତରେ ଶ୍ରୀଜଗନ୍ନାଥଙ୍କ ପୂର୍ବରୁ ଏହା ଶାକ୍ତପୀଠର ମର୍ଯ୍ୟାଦା ଲାଭ କରିଥିଲା। ତେଣୁ କୁହାଯାଇଛି, ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରବ। ଏହି କ୍ଷେତ୍ରର ଅନ୍ୟ ଏକ ରହସ୍ୟ ହେଲା ପ୍ରତ୍ୟହ ନବକୌଳି ବିଶିଷ୍ଟ ଶ୍ରମଚକ୍ର ଉପରେ ପ୍ରଭୁଙ୍କୁ ଅନ୍ନଭୋଗ ନୈବେଦ୍ୟ ହେଲା ପରେ ତାହା ବିମଳାଙ୍କୁ ସମର୍ପଣ କରାଯାଏ। ତାପରେ ଏହା ମା ପ୍ରସାଦ ବା ମହାପ୍ରସାଦରେ ପରିଣତ ହୁଏ। କ୍ଷେତ୍ରରେ ନାମ ଶ୍ରୀକ୍ଷେତ୍ର ବା ଲକ୍ଷ୍ମୀଙ୍କ କ୍ଷେତ୍ର ହେଲେ ମଧ୍ୟ ଏଠାରେ ମହାପ୍ରସାଦ କରିବାର ଅଧିକାର ଲକ୍ଷ୍ମୀଙ୍କର ନାହିଁ। ପରମାବଷ୍ଟମ୍ବୀ ପୀଠାଧୀଶ୍ୱରୀ ମହାପ୍ରସାଦର ଅଧିଷ୍ଠାତ୍ରୀ ଦେବୀ। ଏହି ମହାପ୍ରସାଦ ଚଣ୍ଡାଳ ହାତରୁ ବ୍ରାହ୍ମଣ ଛଡ଼ାଇ ଖାଏ। ଫଳରେ ସାଲୋକ୍ୟ, ଷଷ୍ଠୀ, ସାଲୋକୀ, ସାଯୁଜ୍ୟ ଆଦି ମୁକ୍ତିର ପଥ ଉନ୍ମୁକ୍ତ ହୋଇଥାଏ। ବିମଳାଙ୍କ ନିକଟରେ ପଶୁ ବଳିରେ ଶ୍ରୀଜଗନ୍ନାଥଙ୍କର କିଛି ଭାଗ ରହିଲା ନାହିଁ, କିନ୍ତୁ ମହାପ୍ରସାଦରେ ବିମଳାଙ୍କର ସାମଗ୍ରିକ ଭାବରେ ଅଧିକାର। ତେଣୁ ଏହା ଶାକ୍ତ ଧର୍ମ ପାଇଁ ଏକ ପ୍ରଶସ୍ତ ପଥ ଉନ୍ମୁକ୍ତ କରିଦେଲା। ଶ୍ରୀଜଗନ୍ନାଥଙ୍କୁ ଅନେକ ଜୈନ ଧର୍ମର ଦେବତା ବୋଲି ମତ ଦିଅନ୍ତି। ମହାପ୍ରସାଦର ଅନ୍ୟ ନାମ କୈବଲ୍ୟ, ଯାହା ଜୈନ ଧର୍ମର କେବଳୀରୁ ଉଦ୍ଭବ ବୋଲି ବହୁ ଆଲୋଚକଙ୍କ ମତ। କୈବଲ୍ୟ ପ୍ରାପ୍ତି ସାକ୍ଷାତ ପୁରୁଷୋତ୍ତମ ପ୍ରାପ୍ତି ସଙ୍ଗେ ସମାନ ଏବଂ ତାହା ଜୈନ ଧର୍ମର ସମନ୍ୱୟରେ ନିର୍ବାଣର ପରିକଳ୍ପନା ମାତ୍ର। ତାହା କେବଳ କୈବଲ୍ୟ ପ୍ରାପ୍ତିରୁ ସମ୍ଭବ। ଜୈନମାନେ କୁହନ୍ତି, ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଏକ ପବିତ୍ର ତିଥି, ଯେଉଁ ତିଥିରେ ପ୍ରଥମ ତୀର୍ଥଙ୍କରଙ୍କ ଗର୍ଭ ଉଦୟ ହୋଇଥିଲା। ତେଣୁ ଶ୍ରୀଗୁଣ୍ଡିଚା ଦିନ ଋଷଭଙ୍କ ପ୍ରତୀକ ଶ୍ରୀଜଗନ୍ନାଥଙ୍କର ଜୈନ ବିମାନର ରଥଯାତ୍ରା ଅନୁଷ୍ଠିତ ହୁଏ।
ଜୈନ ଧର୍ମର 22 ଜଣ ତୀର୍ଥଙ୍କରଙ୍କର ସ୍ଥିତି ଅନୁଯାୟୀ ଶ୍ରୀମନ୍ଦିରର 22 ପାହାଚ ନିର୍ମିତ ହୋଇଥିବା ମନେ ହୁଏ। କି ରହସ୍ୟମୟ ସତରେ ଶ୍ରୀ ଜଗନ୍ନାଥ! ସେ ଶବର ପୂଜିତ ଦାରୁ ଦେବତା, ଜୈନ ପୂଜିତ ଜିନନାଥ ବା ପୁରୁଷୋତ୍ତମ, ତ୍ରିରତ୍ନର ପ୍ରତୀକ, ସାକ୍ଷାତ୍ ବୁଦ୍ଧ ଏବଂ ବୈଦିକ ଧର୍ମ ବର୍ଣ୍ଣିତ ସହସ୍ର ଶିଷ୍ୟା ପୁରୁଷ। ତାଙ୍କୁ କାଂସ୍ୟ ପାତ୍ରରେ ପଇଡ଼ ପାଣି ଦିଆଯାଏ। ବିରି ପୂଜା ହେବାର ପଦ୍ଧତି ମଧ୍ୟ ରହିଛି, ଯାହା ମଧ୍ୟମାଂଶର ସୂଚନା ଦିଏ। ଦୀର୍ଘଦିନର ପରମ୍ପରାକୁ କେହି ଅସ୍ୱୀକାର କରିପାରିବ ନାହିଁ। ଶତାବ୍ଦୀ ଧରି ତାଙ୍କୁ କେନ୍ଦ୍ର କରି ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ବହୁ ଆଲୋଚନା ସମାଲୋଚନା, ଯୁକ୍ତିତର୍କ ଓ ବାଦାନୁବାଦ। ସେ କିନ୍ତୁ ଅଚଳ ଅଟଳ ମହାମେରୁ, ରହସ୍ୟମୟ ଦେବତା ଭାବରେ ଅଧିଷ୍ଠିତ ହୋଇଛନ୍ତି ରତ୍ନ ସିଂହାସନ ଉପରେ। ସ୍ରଷ୍ଟା ଓ ସୃଷ୍ଟିର ଅଭିନବତ୍ୱ ପ୍ରଦର୍ଶନ କରିବାରେ ତାଙ୍କର ବାହୁ ସତତ ପ୍ରସାରିତ। ସେ ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ପରମ ବିଷ୍ଣୁ। ତେଣୁ ତାଙ୍କୁ ପ୍ରଣବର ମୂଳାଧାର ଭାବରେ ଗ୍ରହଣ କରାଯାଏ। ଗୀତା କହେ, ଅକ୍ଷରାଣାମକାରୋସ୍ମି ଓଙ୍କାର। ସେ ଅର୍ଥାତ୍ ଅ ଜଗନ୍ନାଥ, ଭ ବଳଭଦ୍ର ଏବଂ ମ ସୁଭଦ୍ରା। ସୁଦର୍ଶନ ଓ ପତିତ ପାବନ ବାନା ଓଙ୍କାରର ପ୍ରତୀକ ସ୍ୱରୂପ। ଯେଉଁ ମନ୍ତ୍ରରେ ଓଙ୍କାର ନଥାଏ ତାହା ଆଦ୍ୟ ଶୁଦ୍ଧ ବା ଗ୍ରହଣୀୟ ନୁହେଁ। ମୂର୍ତ୍ତିତତ୍ତ୍ୱ ଦୃଷ୍ଟିରୁ ବିଚାର କଲେ ଜଣାଯାଏ, ଶ୍ରୀ ଜଗନ୍ନାଥ କେତେବେଳେ ହୋଇଛନ୍ତି ଗୋପୀଜନାଲିଙ୍ଗିତ ମଧ୍ୟଭାଗ ଓ ଶିରସି ଶିଖିପୁଚ୍ଛ କୃଷ୍ଣ, କେତେବେଳେ ରାମ, କେତେବେଳେ ଜିନ, ଆଉ କେତେବେଳେ ଜରାସବର ଅର୍ଚ୍ଚିତ ଶବରୀ ନାରାୟଣ। ସେ ଅନେକତ୍ର ନିରାକାର ଓ ନିରାଭାସ। ଶ୍ରୀ ଜଗନ୍ନାଥ ହିନ୍ଦୁମାନଙ୍କର ପ୍ରଧାନ ଦେବତା ହେଲେ ତାଙ୍କର ମୂର୍ତ୍ତି କଳ୍ପନାରେ କୌଣସି ଦେବଦେବୀଙ୍କ ସାମାନ୍ୟତମ ସାମଞ୍ଜସ୍ୟ ନାହିଁ। ସେଥିପାଇଁ ସେ ସ୍ୱତନ୍ତ୍ର, ଅନନ୍ୟ ଓ ଅସାଧାରଣ। ମହାନିର୍ବାଣ ତନ୍ତ୍ର ଅନୁସାରେ ଶ୍ରୀକରୋପି ନିରାକାରଃ। ଶ୍ରୀ ଜଗନ୍ନାଥ ବିଶ୍ୱର ଏକମାତ୍ର ରହସ୍ୟମୟ ଦେବତା। ପୁରାଣ, ଲୋକକଥା, କାହାଣୀ, କିମ୍ବଦନ୍ତୀ ଓ ଇତିହାସର ପର୍ଯ୍ୟବେକ୍ଷଣ ଭିତରେ ସେ ଆହୁରି ରହସ୍ୟମୟ ମନେ ହୁଅନ୍ତି। ତାଙ୍କର ସୃଷ୍ଟି ରହସ୍ୟ ଯୁଗେ ଯୁଗେ ମନୁଷ୍ୟର ଚେତନାର ବଳୟକୁ ବିଶ୍ୱାସର ଆଲୋକ ରଶ୍ମିରେ ଉଦ୍ଭାସିତ କରି ଆସିଛି। ମନୁଷ୍ୟ ତାର ଜ୍ଞାନ ବିଜ୍ଞାନ ଭିତର ଦେଇ ଶ୍ରୀ ଜଗନ୍ନାଥଙ୍କୁ ଚିହ୍ନିବା ଯେତେ ଚେଷ୍ଟା କରି ଆସିଛି, ଭକ୍ତି ଓ ବିଶ୍ୱାସ ମଧ୍ୟ ଦେଇ ଉପଲବ୍ଧି କରିବାକୁ ସେହିପରି ନିରବିଚ୍ଛିନ୍ନ ପ୍ରୟାସ ଜାରି ରଖିଛି ମଧ୍ୟ। ଅନୁଭୂତିର ସିଂହଦ୍ୱାର ଦେଇ ଯୁଗ ଯୁଗ ଧରି ବ୍ୟକ୍ତି ମାନସ 22 ପାହାଚ ଅତିକ୍ରମ କଲା ପରେ ଆଧ୍ୟାତ୍ମିକ ରତ୍ନସିଂହାସନସୀନ ଶ୍ରୀଜଗନ୍ନାଥ ତାଙ୍କର ଦୃଷ୍ଟିପଥାରୂଢ଼ ହୋଇଛନ୍ତି। ସମୟ ପରିବର୍ତ୍ତନଶୀଳ, ଗତାନୁଗତିକତାରେ ସେ ଦ୍ରୁତ ଭାବରେ ବଦଳି ଚାଲିଛି। ସୃଷ୍ଟି ପ୍ରକ୍ରିୟାରେ କେତେ କ'ଣ ନୂଆ ନୂଆ ଆବିଷ୍କାର, ଉଦ୍ଭାବନ ଚହଳ ପକାଉଛି। କିନ୍ତୁ ଶ୍ରୀ ଜଗନ୍ନାଥ ସେହିପରି ରହିଛନ୍ତି ଓ ରହିବେ ଯୁଗ ଯୁଗ ଧରି ରହସ୍ୟାବୃତ ହୋଇ। ତାଙ୍କୁ କଳନା କରିବା ମଣିଷର ସାଧ୍ୟାତୀତ। ବନ୍ଧୁମାନେ, ଭିଡ଼ିଓଟି ଯଦି ଭଲ ଲାଗୁଛି ଲାଇକ୍, ସେୟାର, କମେଣ୍ଟ କରିବେ ନିଶ୍ଚୟ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।